ପିଲାମାନେ ବର୍ତ୍ତମାନ ଜବ୍ ଆସିଛି ଯୋଉଟା କି ବେଙ୍ଗଲୁରୁରେ ମେଟ୍ରୋ ରେଲ ଜବ୍, ଯୋଉଟା କି ରେଲୱେ ଜବ୍ ଆଉ ମେଟ୍ରୋ ରେଲୱେ, ଠିକ ଅଛି। ତ ଏଥିରେ ଭ୍ୟାକେନ୍ସି ବାହାରିଛି ଯୋଉଟା କି 10th ପାସ୍ ଯଦି କହିଛନ୍ତି ତ ଏଇ ଭ୍ୟାକେନ୍ସି ଆପଣମାନଙ୍କ ପାଇଁ। ତ ଓଡ଼ିଶାରେ ମଧ୍ୟ ଏଇ ଆପଣ ଆବେଦନ କରିପାରିବେ। ବେଙ୍ଗଲୁରୁରେ ରହୁଛି ଜବ୍ ଲୋକେସନ ରହିବ ବେଙ୍ଗଲୁରୁରେ, ଓଡ଼ିଶା ପିଲା ଏଥିରେ ଆବେଦନ କରିପାରିବେ। ଟୋଟାଲ କେତେଟା ଭ୍ୟାକେନ୍ସି ଅଛି, ଟୋଟାଲ ଡିଟେଲ୍ସ ଆସନ୍ତୁ ଏଇ ବିଷୟରେ ଆଲୋଚନା କରିବା। ତ ପ୍ରଥମେ ଆମେ ଦେଖିବା, ଯେମିତି କହିଲି ଅର୍ଗାନାଇଜେସନ ନେମ୍ ରହୁଛି କ'ଣ, ବେଙ୍ଗଲୁରୁ ମେଟ୍ରୋ ରେଲୱେ, ଠିକ ଅଛି, ଯୋଉଟା କି BMRCL। ଟୋଟାଲ ଭ୍ୟାକେନ୍ସି କଥା ଯଦି କହିବା ପାଇଁ ଯିବା 50+ ଭ୍ୟାକେନ୍ସି ଅଛି। ଏଟାର ଓଡ଼ିଶା ପିଲା ବି ଆପ୍ଲାଏ କରିପାରିବେ, ଉଭୟ ପୁରୁଷ ଏବଂ ମହିଳା। ତ ପୋଷ୍ଟ ନେମ୍ ରହିବ ଟ୍ରେନ ଅପରେଟର ବା TO। ଜବ୍ କ୍ୟାଟାଗୋରୀ ଯେମିତି କହିଲି ଏଟା ପୁରା ଗଭର୍ଣ୍ଣମେଣ୍ଟ ଜବ୍ ରହିବ, ଯୋଉଟା କି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ରହିବ। ଆପ୍ଲିକେସନ ମୋଡ ଅଲରେଡି ଷ୍ଟାର୍ଟ ହେଇସାରିଛି। ଆଉ ଲାଷ୍ଟ ଡେଟ୍ ରହୁଛି ଯେମିତି 4/4/2025, ମାନେ 4 ଏପ୍ରିଲ 2025 ଅଛି ଲାଷ୍ଟ ଡେଟ୍। ଅଫିସିଆଲି ୱେବସାଇଟ୍ ଯଦି ଆପଣ ଦରକାର ତ ଏଠି ଅଫିସିଆଲି ୱେବସାଇଟ୍ ଦିଆଯାଇଛି, ଯୋଉଟା କି www.bmrc.co.in, ଠିକ ଅଛି। ତ ଏଇଥିରେ ଏଜୁକେସନ କ୍ୱାଲିଫିକେସନ କଥା ଯଦି କହିବା ପାଇଁ ଯିବା ତ ଏଇଥିରେ ମିନିମମ୍ ଆପଣଙ୍କୁ ଏଜୁକେସନ କରିବା ପାଇଁ ପଡିବ 10th କ୍ଲାସ ପାସ୍, ଠିକ ଅଛି। 10th ପାସ୍ ତା ସହିତ ଯଦି 3 ବର୍ଷର ଡିପ୍ଲୋମା କୋର୍ସ କରିଛନ୍ତି ତ ଏଇ ଜବ୍ ଆପଣମାନଙ୍କ ପାଇଁ, ଠିକ ଅଛି। ଆଉ ଏଜ୍ କଥା ଯଦି କହିବା ପାଇଁ ଯିବା ମ୍ୟାକ୍ସିମମ୍ ଆପଣଙ୍କୁ ଏଜ୍ 38 ବର୍ଷ ହେଇଥିବା ଦରକାର, ଯେମିତି 18ରୁ 38 ବର୍ଷ ହେଇଥିବା ଦରକାର। ତାପରେ ଦେଖିବା ଏଥିରେ ଏଜ୍ ରିଲାକ୍ସେସନ ମଧ୍ୟ, ଯେମିତି ଗଭର୍ଣ୍ଣମେଣ୍ଟ ରୁଲ ହିସାବରେ ଏଜ୍ ରିଲାକ୍ସେସନ ଆସେ ସେମିତି ଏଜ୍ ରିଲାକ୍ସେସନ ମଧ୍ୟ ଅଛି, ଠିକ ଅଛି। ତାପରେ ଦେଖିବା, ଯେମିତି କହିଲି ଆପ୍ଲିକେସନ ଲାଷ୍ଟ ଡେଟ୍ ରହୁଛି 4/4/2025। ଆଉ ଏଇଟା ଅନଲାଇନ ଦ୍ୱାରା ଆପ୍ଲିକେସନ ଆବେଦନ କରିବେ। ଅନଲାଇନରେ ଆବେଦନ କରିବା ପାଇଁ ହେଲେ ଯୋଉ ଆପ୍ଲିକେସନ ଲିଙ୍କ ବା ଅଫିସିଆଲି ନୋଟିଫିକେସନ, ଠିକ ଅଛି, ଅଫିସିଆଲି ୱେବସାଇଟ୍ ସବୁ ମୁଁ ଡେସ୍କ୍ରିପସନରେ ଦେଇ ଦଉଛି। ଆପଣ ଡାଇରେକ୍ଟ ସେଠି ଆପଣ କ୍ଲିକ୍ କରି ଆପ୍ଲାଏ କରିପାରିବେ ଆଉ ଡିଟେଲ୍ସ ମଧ୍ୟ ଜାଣିପାରିବେ। ଯଦି ଆଉ ଅଧିକା କିଛି ଜାଣିବାର ଅଛି ତ ଡାଇରେକ୍ଟ ମତେ କମେଣ୍ଟ କରନ୍ତୁ, ମୁଁ ଆପଣଙ୍କୁ ନିଶ୍ଚିତ ଭାବେ ସହାୟତା କରିବି। ଧନ୍ୟବାଦ।